ଯେମିତି ପଚାରୁଛୁ ସେମିତି ପଚାର। ସିଧା ସିଧା ମାରି ହେବ ନା ସେଇ ମାରି ତମକୁ ପଟଳି ଭାଙ୍ଗୁ ନାହିଁ ମାଟି ଭାଙ୍ଗୁ ଯାଉନା କେଉଁ ମାନେ ଆଣିକି ପିଟି ଦେବ ରହିବ ହେଇଯିବ ଆଉ ଥରେ ଗୋଟେ ଧର କର ତାପରେ କାଟିବ ତାପରେ ଭଲ ହେଲେ କରିବ ନା କ'ଣ ଏକାଥରେ କି କରିଦେବ ନା ଆଣ ପଚାର ଯା ପଚାର ଚପଲ ପିନ୍ଧି ଯା। ଆଜ୍ଞା ବଗିଚା କାମ କେତେ ଦୂର ଚାଲିଛି? ବଗିଚା କାମ ଚାଲିଛି 2 ମାସ ହେଲାଣି ଆରମ୍ଭ ହେଲାଣି ଆଉ ବହୁତ ଦିନ ଧରି ଇଏ କାର୍ଯ୍ୟକ୍ରମ ହୋଇପାରୁନଥିଲା। ଆମ ପାଖକୁ ସଭାପତି କରିବା ପରେ ଆମେ ହାତକୁ ଏ କାର୍ଯ୍ୟକ୍ରମ ନେଇଛୁ। ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଚାଲିଛି। ଲୋକମାନେ କେମିତି ଭଲରେ ରହିବେ ଆଉ ସଚେତନତା ହେବେ ଆଉ ସୁଖ ଶାନ୍ତିରେ ରହିବେ କେହି କାହା ବିରୁଦ୍ଧରେ କିଛି ଖରାପ କାର୍ଯ୍ୟକ୍ରମ କରିବେ ନାହିଁ। ଆମର ଲକ୍ଷ୍ୟ ହେଉଛି ଏଇ ଲକ୍ଷ୍ୟରେ ଲୋକଙ୍କୁ ସଚେତନତା କରାଇବା ଆମର ହେଉଛି ଧର୍ମ। ଆମେ ଲୋକଙ୍କର ମନ ଆନମାନ କରିବା ପାଇଁ ମନ ଖୁସି କରିବା ପାଇଁ ଆଉ ମାଆଙ୍କ ଆଗରେ ପୂଜା ଫୁଲ ଭଲ ମନ୍ଦ ଏ କାର୍ଯ୍ୟକ୍ରମ ଅଭାବ ହେବାରୁ ଆମେ ଗାର୍ଡ଼େନ୍ ତିଆରି କରୁଛୁ। ଆଉ କେଉଁ ପ୍ରକାର ସବୁ ଫୁଲ ଗଛ ଲାଗିଛି? ଏଥିରେ ଲାଗିଛି ସଦାବିହାରୀ ଧଳା ସଦାବିହାର ଧଳା ଆଉ ଗୋଲାପୀ। ତାପରେ ସେବତୀର 2 ପ୍ରକାର ଅଛି ହଳଦିଆ ଆଉ ଗୋଲାପୀ ଆଉ ଜିନିଆ ରଜନୀଗନ୍ଧା ଓ ମାଇଁ ଗଡ଼ ଏଇ ସବୁ ପ୍ରକାର ଫୁଲ ଗଛ ଚାରା ଆସି ଲାଗୁଛି। ଆଉ ଚିରସ୍ଥାୟୀ ଫୁଲ ପାଇଁ ଆଗରୁ ପ୍ରୟାସ କରାହେଇଛି। କଲିକତାରୁ ଚାରା ମଗା ହେଇ ଗେଣ୍ଡୁ ଆଉ ଚେରି ପିଳି କୁସୁମ ଏସବୁ ଚାରା ସଂଗ୍ରହ କରାହେଇ ନୂତନ ରୂପ ନେବ। ଆଉ ସେପଟ ସାଇଡ଼ରେ ଅଛି କିଛି ତାକୁ ସଫାସୁଫି କଲା ପରେ ଆଉ ଫଳ ଫୁଲ ଗଛ ଲାଗିବ ପୁଣି। ଆଉ ବୃକ୍ଷର ଆତ୍ମକାହାଣୀ ବିଷୟରେ କିଛି ପଦେ କହିପାରିବେ? ବୃକ୍ଷର ଆତ୍ମକାହାଣୀ ମଣିଷ ବଞ୍ଚେଇବା। ବୃକ୍ଷର ଗୋଟିଏ ଲକ୍ଷ୍ୟ ସେ ମଣିଷକୁ ବଞ୍ଚେଇବା ପାଇଁ ଅଙ୍ଗାରକାମ୍ଳ ନେବ, ନିଜେ ଖରାପ ଜିନିଷକୁ ନେବ, ଭଲ ଜିନିଷକୁ ମଣିଷକୁ ଛାଡ଼ିବ। ମଣିଷ ସମାଜ ବଞ୍ଚିବ ଗଛ ପାଇଁ। ଆଉ ଗଛ ନାହିଁ ତ ମଣିଷ ନାହିଁ। ଏ ସମାଜ ବୁଝୁନାହିଁ, ଜାଣିବା ଦରକାର। ମୁଁ ଜଣେ କୃଷକ ସମାଜସେବୀ ଆଧ୍ୟାତ୍ମିକ ଲୋକ। ଭଲ ମନ୍ଦ କାର୍ଯ୍ୟକ୍ରମ ଯାହା ଯେଉଁଠି ଆମେ ଲୋକଙ୍କୁ ସାହାଯ୍ୟ କରୁ ତାଙ୍କ ଦୁଃଖ ସୁଖରେ ସାଥୀ ହେଉ। ଆମ କାମ ହେଲା ଧର୍ମ କରିବା। ଆଉ ଧର୍ମ କେମିତି ବଞ୍ଚିକି ରହିଲେ ଏ କଳି ଦୂର ହେବ ପ୍ରୟାସ ହେଉଛି କି କଳି ଦୂର ହେବା ପାଇଁ ଆମର ଚେଷ୍ଟା। ଆପଣଙ୍କର ପ୍ରତିକ୍ରିୟା ରଖିଥିବାରୁ ବହୁତ ବହୁତ ଧନ୍ୟବାଦ।